ମୋ ରୁମ୍ ଆଣି ଏଇଠି ମିଶେଇ ଦେବି। ଏବେ କଣ ମୁଁ ଯାହା କରିଛି ଠିକ୍ କରିଛି ତ? ହଁ ଭାଇ, ତୁ ଯାହା କରିଛୁ ପୁରାପୁରି ଠିକ୍ କରିଛୁ ଭାଇ। ମୁଁ ତୋର ପାଖରେ ତୁ ଅନ୍ୟମାନଙ୍କ ସ୍ୱପ୍ନ ନେବାରେ ପୁରାପୁରି ମାହିର ହେଇଗଲୁ। ଆମେ ଗୋଟେ କାମ କର, ଯେତେ ଶୀଘ୍ର ପାଠ ଭାଇ ରୁମକୁ ଚାଲିଯାଉ, ନହେଲେ ଏବେ ଯଦି କି ତମକୁ ଏଠି ଦେଖିଦେବା ନା ତାହେଲେ ଆଉ ଗୋଟେ ସମସ୍ୟା ହେଇଯିବ। ତମେ ଭାଇ ତମେ ବି ତଥାପି ବେଶୀ ପାଗଳ ହେଇଗଲ ନା କଣ? ଆମେ ଦି ଜଣ ମିଶି ହୁଇନା ତମରେ ଚନ୍ଦନ ଉପରେ ନଜର ରଖୁଛୁ। ଥରେ ଯୋଉ ଭାଇ ଚନ୍ଦନ ଆଉ ସମସ୍ତଙ୍କ ଆଗରେ ତମେ ଚନ୍ଦନକୁ ଚେକ୍ କରୁଛ, କଣ ଭାବିକି ଦୌଡ଼ିରେ ଭାଇ ଅପା ମା ଆଜି ତମ ଦି ଜଣକୁ ଆଜି ରାଗି କଣ କହିଲି ସେ କଥା ତମ ଦି ଜଣ ଶୁଣିଲ ତ? ହଁ ଆମେ ମାନେ କିଛି ବି ଭୁଲ କାମ କରିନୁ। ଚୁପ୍ ମୁଁ ତତେ କହିଥିଲି ନା ସାର୍, ତୋର ଏ ପାଗଳ ଆମେ ଅନ୍ତତଃ ଚନ୍ଦନ ସହିତ ବାହାଘର ନ ହେବା ପର୍ଯ୍ୟନ୍ତ ବନ୍ଦ କରିବନି। ମା ତ ଆଜି ସମସ୍ତ ସାମ୍ନାରେ ଶୁଣେଇବେ, ଚନ୍ଦନ ସହିତ ତୁ ଯଦି ଏମିତି ହରକତ ଚାଲୁ ରଖୁ ତାହେଲେ ତୋ ବାହାଘର ସେ ଚନ୍ଦନ ସାଙ୍ଗରେ ଭାଙ୍ଗିଦେବେ। ଚନ୍ଦନ ତ ଚାହିଁକି ବସ, ଗୋଟେ ସୁଯୋଗ ମିଳିବା ମାତ୍ରେ ସେ ତା ଜୀବନରେ ତୋତେ ବାହାର କରିଦେବ।